हेलो गाइज जय जगन्नाथ सागर आप स्वागत कर गोटे नुआ ब्लॉग रे बहुत दिन पर आप देखा प्रायतः 10 दिन पर भितर जहाँ भी वीडियो जाइला केवल गोटे बाहागर वीडियो जाइला आम टीम पिला जेतु बाहागर होता तो आज आम एमती गोटे जगार गाई अच्छु जो एक्टिविटी भयंकर मात्रा में होउजी इटा गोटे गोटे विशाल जंगल तो आम बाट पाइबू न पाइबू बोली सब डाल भांगी भांगी आसी गाड़ी एठू पाखापाखि बहुत दूर गाड़ी अच्छी डरबुनि कह कहूँ पहुँचले पहुँचले किए जन कथा हो पहुँचले पहुँचले विश्व शुणु तुई आपको मैं 3 थर करे बंद कर गाई इटा गोटे एक्चुअली ना अलाउड ना कि तो इतने बड़ जंगल रे ई जंगल भितरे मनुष्य शब्द शुवाटा गोटे माने मिराकिल कहले चले किसी भी होता पारे तो चलो जीवा कौ जगार तु देखिलु ही जगह चले ये जगह से बाहरला जो जगह एक्चुअली भेट होता तोर ये जगह बाहरला जगह से आसला तो जंगल रे चलवाटा बहुत कष्ट नगा तंगा भल नगा हजानी खाइगो तो जदि यदि कहीं थीबो भी माने दिन दीटा हो दीपहर मेघुआ हो जाए जेहेतु खरा काटुनी किंतु दिन दीटा हो टाइम यही टाइम रे ये बड़ जंगल भितरे प्राय 100 एकर रे पुती ही जंगल इटा गोटे बंधना ना कौन मो कि हुड़ा मैंने हुड़ा दिया ट्रेन से ओ यू यार को अलग कास्ट लोक ना कि तो आकाश देखिए थे बादल ठीक अच्छी भाई माने आम पाक भिडियो पाक आसवे अपन मान को आम स्वागत कर आम आस 3 जन आम आ गोटे पिला आसनी आपण मैंने देखिए ये कौन अच्छी कौन ना मत दिने ये कम कर आज हिंदी कथा होते मुझे शुणी कौन सत कि मिछ कथा तुम आप देख बादल पर चली छाई मिलला ना विराट जंगल को आम आसी आप देख ये भिडियो कैमेरा कौन है कौन ना तो जंगल गाइज कौन हम आज राति माने दिमाग बाहर भालू आउ बारहा हाथी ना हाथी बोधे बर्तमान नहीं कि हाँ कौटे हाथी हाँ रे गाइज जंगल में फास्ट पानी देखिली बर्तमान ये थिला गाइज ड्रेन्स से पट्टा हूँ आउ गोटे ग्रुप रो जंगल से कहले चले माने आम गाँव कि अलग साइड
ଏଇ କିଏ ଟିକେ ଆବାଜ ତୁ ଦେଖିବା ତ କେତେ ଘଞ୍ଚ ହଁ ହିରୋ ଏଠି କ'ଣ ଦିଆଯାଏ ମୁଁ ଜାଣିନି ଗୋଟେ ଆବାଜ ଆସୁଛି ଦେଖନ୍ତୁ ଗୋଟେ ଆବାଜ ଗାଛି କ୍ଲିୟର ଦୂରରେ ଯେମିତି କିଏ କଥା ଭଳିଆ ଲାଗୁଛି କେଉଁ ମହିଳା ଦେଖାନି ଆକୁ ବନ୍ଦ କରିଦେଲେ କହିନି ମୋ କାନ ପକରା ଶୁଭିଲା ହେଇଯାଏ କି କହୁଛି ଏଇ ଓଏ ନାହିଁ ନାହିଁ ଏଇ କରି କିଏ ଗୋଟେ ଗୁଲୁଗୁଲୁ ହଉଛି ନାଇଁ ନାଇଁ ସେଟା ତ ଇକୋ ହଉଛି ମୋ ଭଏସଟା କହି ସାରିଲା ପରେ ଏଇ ଜଙ୍ଗଲ ପା ଜଗନ୍ନାଥ କି ଇଜା ହଁ ବା ଏଇ ଜାଗାଟା ବେଶୀ ଭୟ ଲାଗୁଛି ଏଇଠୁ ବାହାରିଲା ଏଇଠି ବାହାରି ଘୋଡ଼ି ବୁଣ୍ଟଲି ନା ମତେ ପାଣି ପାଣି ଯିବୁ କହୁଛି ପାଣି ପାଣି ଯିବୁ ହାଡ଼େ ଯିବା ତଳକୁ ଯାଇ ବାଟରେ ଯିବା ଗୁଳୁଗୁଳି ଗାଇଛି ଗାଁରେ ଆଜି ଫିଲ୍ମ ଆଉ ବାହାରିବନି ଗାଇଛି ଜଙ୍ଗଲରେ ପାଖାପାଖି 3 କିଲୋମିଟର ଭିତରକୁ 3 କିଲୋମିଟର 4 କିଲୋମିଟର ହବରେ 4 କିଲୋମିଟର ଭିତରେ ହବ ଭିତରକୁ ପଶିଛୁ ଆମେ ଆଉ ତାର ମାନେ ମଝି ପଏଣ୍ଟ ଜାଗା ହେଉଛି ଏଇଟା ମଝି ବି କି ନାହିଁ ଏଇଟା ମୁଁ କହିପାରିବିନି କାହିଁକି ନା ମୁଁ ବି ଏଇ କରି ସାଇଟିକି ନୂଆ ମାନେ ଏଇଟା ପାଏ ଆସିଛି ବାରିହାପୁର କୁଣ୍ଡା ଜଙ୍ଗଲ ସାଙ୍ଗେ ଏକା ରହି ଏକଟି ତ ପୁଣି ସନ୍ତରା ବନ୍ଧ ଟାକୁଆ ଚାଲିଛି ଜୟ ଜଗନ୍ନାଥ ମୁଇଁ ଦିନ ହାଟରେ ଆସିଥିଲି ଦିନ ନାହିଁ ଭାଇ ସକାଳ 8 ସକାଳ 8 ସକାଳ 8ରେ ଏଇ ଜାଗାରେ ମୁଁ ପଶେଇ ପାରିଲିନି ମତେ ଯାହା କଲା ମୁଇଁ ଡରିକି ଗୋଟେ ଗଛ ଉପରେ ଚଢ଼ିଲି ସେଇ ଜାଗାକୁ ମୁଁ ଆସିଛି ଦେଖନ୍ତୁ ଆପଣମାନେ କ'ଣ ସିଚୁଏସନ୍ ହେଉଛି ଆଜି ସିଚୁଏସନ୍ ତ ଗାଇଜ ଭୟଙ୍କର ହବ ଯାହା ଲାଗିଲାନି ଆମକୁ ଆଉ ଆଜି ରାତି କାଳିଆକୁ ବି ଧରିକି ଆଇବା 4 ଜଣ ନହେଲେ ସାହସ ପାଇବନି ବି ଆକ୍ଚୁଆଲି ଏଠି 5-6 ଜଣ ଆସିଲେ ବି ଗାଣ୍ଡି ଫାଟି ଯିବ କିନ୍ତୁ ତଥାପି ଆମେ 4 ଜଣ ଆସିବୁ ଏତିକି ସାହସ କରିକି ଆଉ ହତିଆର ଭାଇ ସମସ୍ତେ ଆଣିବାକୁ ପଡ଼ିବ ବୁଝିଲୁ ନାହିଁ ହତିଆର ଆଣିବାକୁ ପଡ଼ିବ ବାଧ୍ୟ ଏଇଭଳିଆ ଜାଗାରେ ପାଣି ଅଛି ମାନେ ଏଠି ଜନ୍ତୁ ଥିବା ନିହାତି ରାତି ଜନ୍ତୁ ଆଇବାଟା କନଫର୍ମ এখন করব ପଛଆଡ଼େ କିଡ଼ା ଜାଣିଛୁ ତୁ ମତେ ତ ବର୍ତ୍ତମାନ ତ ଲୋକେସନ୍ ଦେଖେଇଲି କାଲିକି ସକାଳେ ଦେଖିବେ ଆପଣମାନେ ଆର ଭିଡ଼ିଓଟା ଏଇ କରି ଯାଉ ଟିକେ ଭିତରୁ ନାଳ ଭିତର ଆଡ଼େ ମାନେ ଯେତେ ଜାଗାରେ ଆକ୍ଟିଭିଟି ହେଉଛି ସେତିକି ଜାଗାକୁ ଆମେ ବର୍ତ୍ତମାନ ଭିଜିଟ୍ କରୁଛୁ
ଆଉ ଆପଣଙ୍କୁ ଦେଖେଇ ଦଉଛି ଜାଗା କେତେ ଖତରନାକ। କିନ୍ତୁ ଗୋଟେ ଜିନିଷ ମୁଁ କହିଛି ମାନେ ମୋ ମାଇଣ୍ଡରେ ପର୍ଯ୍ୟନ୍ତ ଢୁକିଲାନି ଯେ ଆମେ ଏଠିକି ଆସୁ ଆସୁ କେହି ଗୋଟିଏ ପାଟି କରି କହିଛି ପହଞ୍ଚିଗଲେ। କ'ଣ ପହଞ୍ଚିଗଲେ କିଏ ପହଞ୍ଚିଗଲା ଭଗବାନଙ୍କୁ ଜଣା। କିନ୍ତୁ ଏତେ ବଡ଼ ଜଙ୍ଗଲରେ ମଣିଷ ଶୋଇବାଟା ବହୁତ କଷ୍ଟ। ଏତେ ଭିତରକୁ କେହି ବି ଆସିବା ପାଇଁ ସାହସ ବି କରିବେନି, କାହିଁକି ନା ଆରେ ଭାଇ ଏକଲା କିଏ ଆସିବ ରେ, କାହା ଜୀବନକୁ ଭାଇ ଲୁଭ ନାହିଁ। ଆସିଲେ ମଧ୍ୟ ଦେଖ ମାନେ ଯୋଉ ଭଳିଆ ଗାଇଛି ନଟି ହେଇଛି, ଏତେ ନଟିରେ ସାପ ତ ଭୟଙ୍କର ମାତ୍ରା ସାପ ଥିବେ। ଆଜି ଜୁତା କିନ୍ତୁ ସମସ୍ତେ ଭାଇ ଜୁତା ପିନ୍ଧି ନାଇବ, ତୁ ତୋର ସେ ଯୋଉ ଗମ୍ ବୁଟ୍ ପିନ୍ଧି ନାଇବୁ। ଟ୍ରାଏ କରିବା କି ଦେଖିଆ ଖୋଲିଲୁ। এইটা উদা আছে, এইটা উদা আছে, এই যে এইটা উদা আছে বালি দেখো ট্রাই করো। মুই তো কইছি এইটা উদা আছে। ওহো ভাই মানে এটি নাଳକୁ ବହେ ବାଟ ଅଛି ତ। ଆରେ ପୁଣି ଏଠି ଗୋଟେ ବାଟ ଅଛି ନାଇଁ କି? ବିଶୁ ଏଇଠି ପାଣି ବାହାରିବାର ସମ୍ଭାବନା ଅଛି ରେ। ନା ଖଳି ବାଲିରେ ବଳିଆ ପାଇଲେ ଖଳି ମାଛ ଆଡ଼େ ବହିବେ। ପଥର ଆଡ଼େ ବାହାରୁଛି କେତେବେଳେ ପାଣି ଥିବ। ଆଚ୍ଛା ନୁକେକା ତତେ ଯୋଉ ତୋ ସାଙ୍ଗରେ ଯୋଉ ଗଲା ସେ କହୁଛୁ ତୁ ଦେଖା ଡାକୁନୁ ଥରେ। ତାକୁ ହଁ ମୁଁ ଦେଖିଥିଲି ଆକ୍ଚୁଆଲି ସେ ହେଟା କିଏ? ଚଣ୍ଡୀ ନା ମଶାଣୀ ଚଣ୍ଡୀ ନା ବନ ଦୁର୍ଗା ନା କ'ଣ? ଜଙ୍ଗଲ ତ ଗାଇ ଅବଭିୟସଲି ବନ ଦୁର୍ଗା ହିଁ ରହିବେ, ନହେଲେ ତ ନାଇଁ ରଣଚଣ୍ଡୀ ରହିବେ। ଭୂତ ପେତ ତ ଫାଲତୁ ଜିନିଷ, ସେ କୌଣସିରେ ବାହାରି ନାହାନ୍ତି, କେହି ବାହାରିବେନି। ସେମିତି ଯଦି କୌଣସି ଆଗ୍ରେସିଭ୍ ଏନର୍ଜି ଥିବ ତ ସେ ବାହାରି ଆସେ ବା ଆଟାକ୍ କରିବା ପାଇଁ ଚେଷ୍ଟା କରେ। କିନ୍ତୁ ସବୁ ଦେବାଦେବୀ ଆଟାକ୍ କରନ୍ତି, ସେ କି ସବୁ ଚଣ୍ଡୀ ଚାମୁଣ୍ଡା ଯାହା କିଛି ସେଠି ଆମ ସଂସ୍କୃତି ନେଇକିନା ତ ସବୁ ଜାଗାରେ ଅଛନ୍ତି। ତ କ'ଣ କେମିତି ତାକୁ ଟିକେ ସିଷ୍ଟମ୍ ଡାକିଲୁ। ଦିନ ବେଳେ କହିଛୁ ମୁଁ ମାନେ ଏ ଜାଗାକୁ ଆସୁଛି, ମାନେ ଦିନ ବେଳେ ଯଦି ଆସିବ। ମୁଇଁ ଆସିଲି କାଠ ହାଣି ଆଇଥିଲି, କେହି ନଥିଲେ। ଦିନ 8ଟା ବେଳକୁ ଏଇ ଜାଗାରେ ଯୋଉ ଠିଆ ହେଇଛୁ ଆମେ, ଏଇ ଜାଗାରେ ସେ ମୋ ଜାଗାକୁ ଗଲା। ପାହାକୁ ଯାଇପାରିନି, ମୁଁ ଗଛ ଉପରେ ଚଢ଼ିଲି ଡରିକିରି। ମା ବନ ଦୁର୍ଗା ମୋତେ ଦେଖା ଦେବା ପାଇଁ ଚାହୁଁଥିଲେ, ମୁଇଁ ଚାହିଁଲିନି ଦେଖା ଦେବା ପାଇଁ। ମୁଁ ଡରିଗଲି, ଗଛ ଉପରେ ଚଢ଼ିଗଲି। ସେଇଠୁ ମା ମୋର ଘୁଚିକିରି ଆସିକିରି ଏଇ ଜାଗାରେ ରହିଲେ। ମୁଇଁ ଖୋଜିଲି ଆଉ ପାଉନି ମା ବନ ଦୁର୍ଗାକୁ। ତାକୁ ଜୁହାରଟେ କଲି, ମା ତୋ ଜିନିଷ ତୋ ପାଖରୁ ମୁଁ ଜିନିଷ ନେବି, ମୋତେ କ୍ଷମା କର, ମୋତେ ଉଦ୍ଧାର କରିଦେବେ। ଏତିକି କହିକିରି ମୁଇଁ ଏଠୁ ପଳେଇଗଲି। କିନ୍ତୁ କକା ମାନିବାକୁ ପଡ଼ିବ, ଏକଲା ଏଡ଼େ ବଡ଼ ଜଙ୍ଗଲରେ ଆସିକିନା ଏଇ ଜାଗାରେ କି ଆସିଥିଲି କ'ଣ କାଠ ପାଇଁ? କାଠ ପାଇଁ ମୁଁ ଆସିଥିଲି, ଜାଳେଣୀ ପାଇଁ ଆସିଥିଲା ତ। ଜାଳେଣୀ କାଠ ପାଇଁ ମୁଁ ଆସିଥିଲି। ଏକଲା ଭାଇ ତ କି ମାନେ କ'ଣ ଡାକିଲି ଦେଖିଆ ପୁରା ତ କିରେଇକିରି ଡାକିଲା ଭାଇ। ଏମିତି ଡାକିକିରି ମୁଇଁ ଥରି ବୋଲେ ମୋ ରୁମ ଟାପରେ ଦେଲା। ମୁଇଁ ଡରିକିରି ଗଛ ଉପରେ ଚଢ଼ିଗଲି। ଗୋଟେ ମିନିଟ୍ କକା, ରାତିକି ଗାଈ ଯଦି ଏଇଭଳି ହେଲା ବିଶୁ କୁଆଡ଼େ ଦୌଡ଼ିବୁ ଗଛ ଉପରକୁ। ଆଉ
ଇଏ ଶୋଇ ଦେଇଯିବ ଆର ପିଲା ବି ଶୋଇ ଦେଇଯିବ ମୋ ଭାଗ ତା ପଛ ପଛ ପଳେଇବି ଆଉ ତ ନାଇଁ ଗୋଟେ ଜିନିଷ ମୁଁ ବୁଝିପାରୁନି ମାନେ ତୁ ଏଖୁଣି ତାକୁ ଡାକି ଦେଖ ଭିଡ଼ିଓରେ ଶୁଣୁ କେଡ଼େ ବଡ଼ ଜାଗାକୁ ମୁଁ ଆସିଥିଲି ଶୁଣୁ ତୁ ଏଖୁଣି ତାକୁ ଡାକି ପାରିବୁ ହଁ। ତାକୁ ଏଇନେ ସେ ଆସିପାରେ ନ ଆସିପାରେ ମୁଁ କହିପାରିବି ନା ଡାକେ ଚେଷ୍ଟା କର ଯେହେତୁ ତୁ ଦେଖିଛୁ ଆଗରୁ ଖାଇବା ପିଇବା ଦେଇନି ନା ଶୁଣୁ ତୁ ଆଗରୁ ଦେଖିଛୁ ତାକୁ ସେ ମୋତେ କହିଥିଲେ ଗୋଟିଏ ଲୋକ ପଣା ପାଣି ଦେଉଥିଲା ସେ ମୋତେ କହିଥିଲେ ଯେ ଜଙ୍ଗଲରେ ଯାଇକି ଟିକେ ପଣା ଟିକେ ଦେବୁ ମାନେ ଏଠି କିଏ ଗୁଣି ବି କରୁଥିଲା ଗୁଣି କାମ ଏଠି କିଏ କରୁଥିଲା ସେଇ ନାଇଁ ହଁ ହଁ ଇନ୍ଦ୍ର ହଁ ଇନ୍ଦ୍ର କରୁଥିଲା ଗୁଣି କାମ ସେ କହିଲା ଯେ ମରିଗଲା ନା ନାଇଁ 5 ଦିନ ପରେ ସେ ମରିଗଲା ସେ ମୋତେ ବତେଇଥିଲା ଯେ ମୁଇଁ ମଲା ପରେ ତୁ ଯାଇକି ପଣା ଦେବୁ ଗୋଟେ ମୁଇଁ ପଣା ପାଣି କିଛି ଦେଇନି କି ଟିକେ ମାନିଲିନି ଆଉ ଅମାନିଆ ହେଇକି ମୁଁ ଆସିଲି ଜଙ୍ଗଲକୁ ମୋତେ ଦେଖାଦେଲା ମହାପ୍ରଭୁ ଆଉ ଯେଉଁ ମହାପ୍ରଭୁ ଦେଖାଦେଲା ଆମେ ହେଇ ଜାଗାକୁ ଆସିଛୁ ଆପଣମାନେ ଯାହା ଦେଖିବେ ଏଥିରୁ କେଡ଼େ ବଡ଼ ଜଙ୍ଗଲକୁ ଆମେ ଆସିଛୁ ଗୋଟେ ଗାଈ ଗୋଟେ କଥା ମାନେ ଦିନ ବେଳେ ଫାଷ୍ଟ ଟାଇମ୍ ମୁଁ ଶୁଣିଲି ଫାଷ୍ଟ ଟାଇମ୍ ଜାଣିଲି ଯେ ଏଇ ଜାଗାରେ ଦିନ ବେଳେ ବି ଆକ୍ଟିଭିଟି ହୁଏ ବା ଯାହା କିଛି ହୁଏ କେଉଁ ଭଳିଆ ଗୁଳଗୁଳି ହେଉଛି ମାନେ ଯାହା ଦେଖିପାରୁଥିବେ ଆପଣମାନେ ଭିଡ଼ିଓ ସମସ୍ତଙ୍କ ମୁହଁରୁ ଖାଲି ନିଗୁରୁଛି ଆଉ ବର୍ଷା ହେଇପାରେ ନ ହେଇପାରେ ଗ୍ୟାରେଣ୍ଟି ନାହିଁ ରାତି କଥା ରାତି ଅଛି ତ ଆମେ ଟିକେ ଡାକିବା ଦିନ ବେଳେ ଦେଖେ ଡାକିବା କ'ଣ ଅଛି ଜଣାପଡ଼ିବ ଏଖୁଣି ନହେଲେ ବି ରାତିକି ଆସିବ ସିଓର କିନ୍ତୁ ଯେତିକି କକା କହିବା ଅନୁସାରେ ଦିନ ବେଳେ ବି ଏଇ ଜାଗାରେ ଆକ୍ଟିଭିଟି ହୁଏ ତ ଆମେ ଟିକେ ଡାକିବା ଆର ମେନ୍ ଲୋକେସନଟା କେଉଁଠି ହେଠେ କି ଇଆଡ଼େ ଏଇଠୁ ହେଲା ନା ଏଇଠୁ ବାହାରିଲା ସେଇ ନଟରୁ ବାହାରିଲା ମରିଗଲା ଏଇ ନୋଟରୁ ଆଚ୍ଛା ଏଇ ପାଖରେ କୋଉଠି ଅଛି ଯୋଉ କ'ଣ କହନ୍ତି କି କେନ୍ଦୁ ଗଛ କି ମୁଁ ଶୁଣିଛି କେନ୍ଦୁ ଗଛ ମୂଳେ ରୁହନ୍ତି ଏଇ ଯୋଉ ବନ ଦୁର୍ଗା ସତ କି ମିଛ ହେଇଯିବ କେନ୍ଦୁ ଗଛ ମୂଳେ ଥିବେ ଯଦି ଆମ ଆଖପାଖରେ କେହି ଏନର୍ଜି ବା କୌଣସି ଆକ୍ଟିଭିଟି ଅଛ ବା ଏଠି ରୁହ ମଧ୍ୟ ଆମେ ଏ ଜାଗାକୁ ଆସିଛୁ ଏଇ ଟାଇମ୍ରେ ଦିନ ଦ୍ୱିପ୍ରହରରେ ଆମେ ଶୁଣିଛୁ ଯେ ଏ ଜାଗାରେ ଦିନ ଦ୍ୱିପ୍ରହରରେ ବି ଆକ୍ଟିଭିଟି କରନ୍ତି କିଛି ଆବାଜ କରନ୍ତି କାହାକୁ ଡାକିଲା ଭଳିଆ କଥା କୁହନ୍ତି ମଣିଷ ଭଳିଆ କଥା କୁହନ୍ତି ତ ଯଦି ଏ କଥାଟା ସତ ଏମିତି କିଛି ଗୋଟେ ଆବାଜ କରିପାରିବ କି ଆଉ ଯଦି ଏଠି ଅଛ ମଧ୍ୟ ଏଇ ଖୁଣି କୌଣସି ଯଦି ପ୍ରୋବ୍ଲେମ୍ ଅଛି କ'ଣ ଅଛି କେହି ବି ହେଇଥାଇପାରେ ଆମେ ବି ତ ଜାଣିନୁ ସେ ଜିନିଷଟା ତ ଆମେ ରାତି ଆଜି ଏଇ ଜାଗାକୁ ପୁଣି ଥରେ ଆସିବୁ ଯଦି କେହି ଥିବ ସାମ୍ନାକୁ ନିହାତି ଆସିବ ତ ଏଠି ତ ଗାଈ ଜଣା ପଡ଼ିବ ନିହାତି କାହିଁକି ଏ ଜଙ୍ଗଲ ମାନେ ଆକ୍ଟିଭିଟି ଭରା ମାତ୍ରାରେ ହେଉଥିବ ଦାନ୍ତ କାଠି ତ ଆକୁ ଚାଲ ଚାଲ ତ ଯେଉଁ ଜାଗା ଯାଇଥିଲେ ତାଙ୍କ ପଛେ ପଛେ ହଁ ମୁଁ ଭାବୁଛି ଆମ ଛଡ଼ା ଏଠିକି ଆଉ କେହି ଆସିନାହାନ୍ତି ବୋଧେ ଆରେ ଏଇଟା କ'ଣ ଏଇଟା ବାରହାମଳା ପଡ଼ିଛି କ'ଣ କି ଭାଲୁ
ভালু নাই ম এরা বারহা মরারা পানি পেঁপে আসছিল নাই ভাই ଗାଡ଼ି ରଖିଛୁ ବହେ ବାଟରେ କିନ୍ତୁ ଭିତରକୁ ଆମେ 1 କିଲୋମିଟର ଚାଲି ଚାଲି ଆସିବୁ ଆଉ ହୁଙ୍କା ଗାଇଛି ଭୟଙ୍କର ହୁଙ୍କା ଅଛି ଏରିଆ ଯାକ ହଁ ହଁ ବା ହେଇଛି ଏଠି କ'ଣ ହବ ଗାଈ ମୋ ଅନ୍ଦାଜ ବାହାରେ ସେମାନେ ଆରେ ବାପରେ ଏଇଟା ତ ସେଇ ଡ୍ରେସ୍ଟା ଯେଉଁ ଆସିଛି ବୋଧେ ନାଇଁ କି ଆଉ ତ ଗାଈ ଯେ ଏତେ ଦିନ ହେଲା କାହିଁକି ଭିଡ଼ିଓ ଆସିପାରୁନଥିଲା ଆପଣମାନଙ୍କ ପାଖରେ ସନ୍ଦେହ ଥିବ ଯେ ଭାଇ ଆଉ ଭିଡ଼ିଓ ଫିଡ଼ିଓ କାହିଁ ବନାଉନାହାନ୍ତି ନା ଛାଡ଼ୁନାହାନ୍ତି କ'ଣ ପାଇଁ ତ ତାର ରିଜନ୍ ଥିଲା ବାହାଘର ଯୋଗୁଁ ସମସ୍ତେ ବ୍ୟସ୍ତରେ ଥିଲେ ତ ସେଥିପାଇଁ କେଡ଼େ କଳା ପାଣି ବି ମାନେ ପାଣିଟା ପୁରା ପଚିକି ଅଛି ନାଇଁ ତ ସେଥିପାଇଁ ଭିଡ଼ିଓ ଆସିପାରୁନଥିଲା ଆଜିଠୁ ପୁଣି ଭିଡ଼ିଓ ଆସିବ ତ ବର୍ତ୍ତମାନ ଆମେ ବସିଲୁ ଗୋଟେ କିଛି ସମୟ ଆଉ ଗୋଟେ ବିଷୁ ଚୁଆଡ଼େ ଖୋଲିଲା ଯେ ଖାଲି ଗୁଳିଆ ପାଣି ତ ଆମେ ଯାଉଛୁ ବର୍ତ୍ତମାନ ଗାଡ଼ି ପାଖକୁ ଆଉ ଏଇଭଳିଆ ନଟି ମଝିରେ ମଜେଇକି ଯିବୁ ବର୍ତ୍ତମାନ ତ ନାଳେ ନାଳେ ଯିବା କିରା ହଁ ନାଳଟା ନାଇଁ ଆଡ଼ କ'ଣଟା ଗୋଟେ ହାଲକା ହାଲକା ଆବାଜ ଆସୁଛି ଟିକେ ଜଙ୍ଗଲ ଭିତରେ ଧର ଚାଲି ଚାଲି ଯାଏ বা କିଛି ଗୋଟେ ମୁଭମେଣ୍ଟ କରେ ସେଇ ଟାଇପ୍ର ଆବାଜ ଆସୁଛି ରାତି କିଏ ଡାକୁଛି କ'ଣ ବାହାରୁଛି ରାତିକି ଦେଖିବା ଆମେ ଆଉ ଚାଲ ବର୍ତ୍ତମାନ ଗାଡ଼ି ପାଖକୁ ଯାଉ ଫାଇନାଲି ଆମେ ବଣା ହେଇଗଲୁ ଯେ ବୁଲି 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 ଆସିକି ଗାଡ଼ି ପାଖରେ ଗାଇଜ୍ ପହଞ୍ଚିଲୁ ଗାଡ଼ି ଦେଖାଯାଉଥିବ ଦୂରରେ ଆଉ ମାନେ ପତ୍ର ତଳେ ସାପ ଥିଲେ ବି କିଛି ଜଣା ପଡ଼ିବନି ସାର୍ଟ ପ୍ୟାଣ୍ଟ ଆଉ ଇଜ୍ଜତ ନାହିଁ ସବୁ ମାନେ ପୁରା ଧୂଳି ସାର୍ଟ ହେଇଗଲାଣି କେତେ ଜାଲ ଗାଈ ଖାଲି ମାଙ୍କଡ଼ ଜାଲ ଭୟଙ୍କର ଅଛି ଗାଡ଼ି ଗାଈ ଫାଇନାଲ ପହଞ୍ଚିଲୁ ଆମେ ଏଇଠୁ ବହୁତ ବାଟ ଥିଲୁ ଏଇଟା ଆଉ କିଟା କହିବାର ଅଛି ଭାଇମାନେ ଆପଣ କହିବା ସନ୍ଧ୍ୟାରେ ଆସିଲେ ଯାହା ଏଠୁ ରିପୋର୍ଟ ବାହାରିବ ଯାହା ହବ ରାତି 12ଟା ପରେ ତ ଷ୍ଟେ ଟ୍ୟୁନ୍ ରୁହନ୍ତୁ ଭିଡ଼ିଓରେ ଆଉ ଭିଡ଼ିଓକୁ ଭରା ମାତ୍ରାରେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ ନିହାତି କରୁ କମେଣ୍ଟ ଜଣାନ୍ତୁ ଆହୁରି ଭଲ ଭଲ ଲୋକେସନ୍ ଆମେ ଭିଜିଟ୍ କରିବାକୁ ନିହାତି ଯିବୁ ଆଉ ଯେହେତୁ 10 ଦିନ ହେଲା ଫଲ୍ଟିଂ ଥିଲା ଆଜିଠୁ ପୁଣି ଶୁରୁ ହେଇଗଲୁ ଟିମ୍ ସହିତ ଆଉ ପିଲା ବାହା ହେଇଛେ ଟିକେ এখন তো হব নূଆ ନୂଆ ବାହାଘର ହବ ଫଲ୍ଟିଂ ଟିକେ ହବ ଆସିବାର ଲେଟ୍ ବି ହବ ସବୁ ଲେଟ୍ ହବ ପୁଣି ତ
तो एया ही रोचे काली ए वीडियो आज संध्या 6टा को पड़ो अपलोड हो आउ काली सकाळ नले संध्या 6 रे सकाळ तो कहीं हेनी संध्या 6 रे काली नाइट ब्लॉग पड़ आपण स्टे रुहतु वीडियो को एंजॉय कर दू आउ आम केमती ढेर सारा भल पाइबा जेतु आपण को भल पाइबा आम पूरा आगे आसबू तो या ही आम सब जो आमर ब्रश कर दाँत काठी से गुड़ाक भांगुते घरे यूज करेंगे यूज एंड थ्रो कहले चले से जिन से काठी तो या ही चलो देखा नेक्स्ट गोटे ब्यूटीफुल ब्लॉग रे बाय।